ସେ ଗତକାଲି 25/6/2024 ସନ୍ଧ୍ୟା 8ଟା ବେଳେ ଆମ ଚୌଦ୍ୱାର ଥାନା ଅନ୍ତର୍ଗତ ବିରାଟ ବଜାର ଯୋଉ ଅଛି ଚାରବାଟିଆରେ ସେଠି ଗୋଟେ ଅ, ଜଣେ ଯୁବକ ଉତ୍ତ୍ୟକ୍ତ ହେଇକି ଆଉ ଗୋଟେ ଯୁବକକୁ ଛୁଆ ମାରି କରିବାରୁ ସେ କଟକ ବଡ ମେଡିକାଲରେ ଚିକିତ୍ସା ହେଉଥିବା ସମୟରେ ତାଙ୍କର ମୃତ୍ୟୁ ହୋଇଛି। ଘଟଣା କଣ କି ସେ ଦୁଇ ଜଣ ଯୁବକ ଯିଏ ମାନେ ଯାହାର ମୃତ୍ୟୁ ହେଇଛି ଏବଂ ଯିଏ ମାରିଛି ଏମାନେ ଦୁଇଟି ମିଠା ଦୋକାନରେ ସେମାନେ କାମ କରନ୍ତି, ମିଠା ତିଆରି କରନ୍ତି। ଦୁଇ ଭାଇଙ୍କର ମିଠା ଦୋକାନରେ ସେମାନେ ତିଆରି କରନ୍ତି। ଯିଏ ଡିସିଜି ଅଛି ଯିଏ ତାଙ୍କ ନାଁ ହଉଛି ପ୍ରଶାନ୍ତ କୁମାର ମାଝୀ। ସେ ରାଧାକୃଷ୍ଣ ମିଷ୍ଟାନ୍ନ ଭଣ୍ଡାରରେ ସେ ମିଠା ତିଆରି କରନ୍ତି। ଅ, ଯିଏ ଘଟଣାଟା ମୁଦାଲା ଯିଏ ଅଛନ୍ତି ଦୀପକ ମାଝୀ ବୋଲି ସିଏ ଗୋଟେ ତାଙ୍କରି ଗୋଟେ ଭାଇଙ୍କର ଆଉ ଗୋଟେ ମିଠା ଦୋକାନ ଅଛି ନନ୍ଦଗୋପାଳ ମିଠା ଦୋକାନରେ ସେ ସେଠି କାମ କରନ୍ତି। ସେ ବହୁ ସମୟରେ ସେ ମୁଦାଲା ଆସିକି ତାଙ୍କର ଏଇ ଯୋଉ ଡିସିଜ କୁ ଆସିକି ଟିଜ୍ କରେ, ଗାଳିମନ୍ଦ କରେ। ଗାଳିମନ୍ଦ କଲା ପରେ ଗତକାଲି ସେମିତି ସନ୍ଧ୍ୟା 6ଟା ପାଖାପାଖି ହବ ସେ ଆକ୍ୟୁଜ ଆସିକି ଡିସିଜ ର ଦୋକାନରେ ରହିକି ତାକୁ ବହୁତ ଗାଳିମନ୍ଦ କଲା ପରେ ଡିସିଜ ତାପରେ ଉତ୍ତ୍ୟକ୍ତ ହେଇକି ତାକୁ ଖରାପ ଭାଷାରେ ଗାଳି କରିକି ତାକୁ ସେଠୁ ଦୋକାନରୁ ବାହାର କରିଦେଲା। ତାପରେ ବାହାର କରିଗଲା ପରେ ସେଠି ଅନ୍ୟ ଲୋକମାନେ ଥିଲେ, ସେ ତାପରେ ଏଟାକୁ ସେ ଅତି ସିରିୟସଲି ନେଇକି ସେ ଦୋକାନକୁ ଯାଇକି ଗୋଟେ ଛୁରୀଟେ ସେ କିଣିକି ତାପରେ ଆସିକି ସେଠି ଛକିକି ରହିଥିଲେ। ଯେତେବେଳେ କରେଣ୍ଟ ପଳେଇଗଲା ପରେ ସେ ଡିସି ଯେତେବେଳେ ଏକୁଟିଆ ଥିଲା ସେ ତାର ସୁଯୋଗ ନେଇକି ସେ ତାର ପେଟ ପାଖକୁ ଛୁରୀରେ ଆଘାତ କରିଥିଲା। ପ୍ରଥମେ ତାଙ୍କର ସନ୍ଧ୍ୟା 6ଟା ବେଳେ ତାଙ୍କର ଆର୍ଗୁମେଣ୍ଟ ହେଇଥିଲା, ଆଉ 8ଟା ବେଳେ କିନ୍ତୁ ଇନସିଡେଣ୍ଟ ହେଇଛି ଯୋଉଥିରେ ସେ ମାରିଦେବା ଉଦ୍ଦେଶ୍ୟରେ ତାର ଛାତି ପାଖକୁ ସେ ଛୁରୀରେ ଆଘାତ କରିଛି। ପୂର୍ବରୁ ତାଙ୍କ ଭିତରେ ଆକ୍ଚୁଆଲି ଦୁଇ ଜଣ ଭିତରେ ଏମିତି ସାମାନ୍ୟ କଥାକୁ ନେଇକି ପାଟିତୁଣ୍ଡ ହୁଏ। ଯେହେତୁ ଦି ଜଣ ଯାକ ମିଠା ଦୋକାନରେ କାମ କରୁଥିଲେ ଏବଂ ପରସ୍ପର ପ୍ରତି ଜେଲସି ବି ଥିଲେ। ଯେ ଡିସିଜ ଆକ୍ଚୁଆଲି ଆକ୍ୟୁଜ ଅଛି ସେ ଡିସିଜ କାହିଁକି ସେ ଦୋକାନରେ ଅଛି ବୋଲି ସେ ତା ପ୍ରତି ଟିକେ ସେ ଜେଲସି ଟିକେ ଥିଲା, ତେଣୁ ତାର ଆଗରୁ ରାଗ ଥିଲା। ତେଣୁ ସେ ରାଗରେ ଘଟଣା 8ଟା ବେଳେ ତାର ଷ୍ଟାବିଂ ହେଲା ପରେ ତାକୁ ତାଙ୍କର ସେ ଦୋକାନର ମାଲିକ ଏସସିବି ମେଡିକାଲକୁ ଚିକିତ୍ସା ପାଇଁ ଆଣିଥିଲେ। ରାତି 12:30 ପାଖାପାଖି ହବ ତାର ମୃତ୍ୟୁ ହେଇଥିଲା। ଏଥିରେ ଯେ ଘଟଣା କରେଇଛନ୍ତି ଆମର ଆକ୍ୟୁଜ ଦୀପକ ଦେହୁରୀ, ତାଙ୍କର ସେ ଆଜି ଆରେଷ୍ଟ ହେଇଛନ୍ତି ଏବଂ ତା ସହିତ ସେ ରକ୍ତ ଲଗା ଛୁରୀ ଏବଂ ତା ସହିତ ତାଙ୍କର ପୋଷାକ ପତ୍ର ମଧ୍ୟ ପୋଲିସ ଜବତ କରିଛି। ନା, ଏ ଘଟଣାରେ ଆଉ କେହି ସମ୍ପୃକ୍ତ ନାହାନ୍ତି। ସେ